ତେଣୁ ଜୀବନ ପାଇଁ ଯେଉଁ ସଞ୍ଜ ବା ସନ୍ଧ୍ୟା ଆସି ପହଞ୍ଚିଲା, ସେଠି ସନ୍ଧ୍ୟାବେଳେ ଆମେ କ'ଣ କରୁ? ବା ଯିଏ ପ୍ରକୃତରେ ଭକ୍ତ ସେ କ'ଣ କରେ? ସେ ସେଇ କୃଷ୍ଣଙ୍କୁ ବା ସେଇ ଆତ୍ମପୁରୁଷଙ୍କୁ ବା ପରମାତ୍ମାକୁ ମୋଟାମୋଟି ନିଜର ଇଷ୍ଟ ବା ଗୁରୁଙ୍କୁ ସେ ଚିନ୍ତନ କରେ। ତାଙ୍କର ରୂପ, ତାଙ୍କର ନାମ, ତାଙ୍କର ଚିନ୍ତା ଯଦି ମାନେ ଭଲ ଭାବରେ ହୁଏ, ତାହେଲେ ସେ ଭାବେ ଯେ ମୋ ଜୀବନଟା ସାର୍ଥକ ହେଲା। ଯଦି ନହେଲା ତାହେଲେ ସେଇଟାକୁ ସେ ଲେଖୁଛନ୍ତି ମରମେ ସରମେ ମରେ। ତାମାନେ ସେ କାହାକୁ କିଛି କହିପାରେ ନା, ତା କଥା ତା ମନ ଭିତରେ ରଖେ। ତେଣୁ ସେଇ କଥାକୁ ସେ କହିଛନ୍ତି, ଜୀବନ କୁଞ୍ଜ ଦୁଆରେ ସଞ୍ଜୁଆ ଅନ୍ଧାର ଘେରେ, ତୁମରି ଶରଣୀ ଚାହିଁ ମରମେ ସରମେ ମରେ। ଇଏ ହେଉଛି ଗୋଟିଏ କଥା। ମଧୁ ଲେଖିଲେ, କୋଟି କୋଟି ଯୋଗୀ ଋଷି ବହି ନ ପା ହୁଙ୍କା ହେଲେ ବସି, କିଏ କେନେ କହିବ କହିବ। ମଧୁ ଗୋଟେ କଳ୍ପନା କଲେ, ଯୁଗ ଯୁଗ ଧରି ଯୋଗୀ ଋଷିମାନେ ହୁଙ୍କା ହୁଅନ୍ତି ନାହିଁ। ହୁଙ୍କା ଭଳି ସେମାନେ ଧୀର ସ୍ଥିର ମନରେ ସେମାନେ ପାହାଡ଼ ପର୍ବତ ଜଙ୍ଗଲ ନଦୀକୂଳ ବା ନିର୍ଜନ ସ୍ଥାନରେ ବସି ସେ ଭଗବାନଙ୍କର ନାମକୁ ସ୍ମରଣ କରନ୍ତି। ସିଏ କେତେ ଦିନ ପର୍ଯ୍ୟନ୍ତ ଜପ କରନ୍ତି ତାର କିଛି ହିସାବ ନାହିଁ। କିଏ କହିବ ଭଗବାନଙ୍କୁ ଯେ ଆପଣ ତାଙ୍କୁ ଦର୍ଶନ ଦିଅନ୍ତୁ, ବା ଏତେ ଦିନ ଧରି ସେ ବସିଲେଣି ଆପଣ କାହିଁକି କୃପା କରୁନାହାନ୍ତି? ଏ କଥା କହିବ କିଏ? ତେଣୁ ମଧୁ ଏଠି ସେଇ କଥା କହିଲେ, କିଏ କହିବ ଭରସି। ତାଙ୍କ ପାଖରେ କଥା କହିଲା ଭଳି ଶକ୍ତି କାହାର ଅଛି? ଅଭିନ୍ନ ସୁନ୍ଦର କହିଲେ, ଯାହାର ଯେ ସ୍ଥାନେ ବିଶ୍ୱାସ ତହିଁ ହରି ଅଛନ୍ତି, କାଷ୍ଟ ପାଶା ତଦୁତୃଣେ ଅଛନ୍ତି ଦାସ। ଯାହାର ଯେମିତିକା ବିଶ୍ୱାସ, ଜଣେ କାଠକୁ ପୂଜୁଛି। ଲୋକ କହୁଛନ୍ତି, କିଛି ମତାବଲମ୍ବୀମାନେ ବି କହୁଛନ୍ତି, ଏ ଗୋଟେ କାଠକୁ କ'ଣ ଗୋଟେ ପୂଜା କରୁଛୁ, କିଏ ଗୋଟେ ଗଛକୁ ପୂଜା କରୁଛି। ଲୋକେ ହସୁଛନ୍ତି, ଏଟା କିଛି କାମ ନାହିଁ, ଗୋଟେ ଗଛକୁ ପୂଜା କରାଏ। କିଏ ହୁଙ୍କାକୁ ପୂଜା କରୁଛି, ତାକୁ ବି କିଛି ଲୋକ କହୁଛନ୍ତି ଗୋଟେ ଉଇ ହୁଙ୍କାକୁ ସେ ପୂଜା କଲେଣି। କିନ୍ତୁ ଭାଗବତ କହିଲେ, କାଷ୍ଠ ପାଷାଣ ତରୁ ତୃଣେ ବସନ୍ତି ଶରୀର ପ୍ରମାଣେ। ଆମର ଯେଉଁ ଭାବରେ ବିଶ୍ୱାସ ରହିଛି, ଆମେ ପଥର ପୂଜା କରୁ କିମ୍ବା କାଠକୁ ପୂଜା କରୁ କି ବୃକ୍ଷକୁ ପୂଜା କରୁ, ଆମେ ନଦୀକି ପୂଜା କରୁଛୁ। ପ୍ରାଚୀ ବୈତରଣୀ ଚିତ୍ରୋତ୍ପଳା ଇଏ ସବୁ ନଦୀମାନଙ୍କୁ ଆମେ ପୂଜା କରୁଛୁ। ଆମର ବିଶ୍ୱାସ ଗଙ୍ଗା ଯମୁନା ଗୋଦାବରୀ ସରସ୍ୱତୀ ନର୍ମଦା ସିନ୍ଧୁ କାବେରୀ ଆମେ ପୂଜା କରୁଛୁ। ଜଣେ କେବଳ ନଈକି କ'ଣ ପୂଜା କଲେଣି, କିଏ ସୂର୍ଯ୍ୟଙ୍କୁ ପୂଜା କରୁଛି,
किए चंद्रमा को पूजा करुछि, किए मंदिर देवता को पूजा करुछि, किए बा क्या पूजा न करी केवल गुरु को पूजा करुछि। तेणु भागवत पदटी अनुजाई भागवत पद अनुजाई केवल अटई विश्वास, मूलटी अटई विश्वास। जार मन जेड़े तार प्रभु सेड़े, तार तो विश्वास अच्छी मु ये खुंटुरु पाइबी। प्रहलादर विश्वास है यही स्तंभ भितर मो ठाकुर अतरे, तमें कहीं नहीं करुच? आमे तो पाई सारिलु, पाइबू कौन? तमें कौच ना ना से हम आउ कौटी हम? किए कौच ललाट चक्र को ध्यान कर, किए कौच सहस्रार को ध्यान कर, हाँ ताकू भी आम करुचु। किंतु आम विश्वास आमर भक्ति आमर प्रेम निश्चित भाव आमको भगवत दर्शन करे। बाया बाबा को प्रश्न कले, बाया बाबा को जड़े प्रश्न कले, बाबा धर्म कौन? बाबा कहले आचार मूले धर्म जात, धर्मे धारण ये जग। आचार धर्म जात, धर्म धारण ये जग। बाबा संक्षिप्त कहीदेले सदाचार जोहुटी धर्मटी सहीटी। आउ गोटे पद मध्य कहले धर्म एक पोत गढ़ी तरी अपोत गढ़ी बाकू से धर्म बोली बुझेले गोटे एमिटी गोटे धर्म अच्छी जो धर्म रे ये जगत आतदात हो। तुम्हें पाप करी थाओ पुण्य करी थाओ, ये भव संसार रु उद्धार हवा पाई धर्म रूपक नाबरे तुमको बसवा को पड़ो। ये कथाटा आपण मैंने जानी। आम धर्मर ना कौन? सनातन। सनातन सनातन शब्दर अर्थ कौन? आमे बहुत व्याख्या कलु, सरे सत्य नारे नाम एमती कलु व्याख्या, किंतु कोरापुट जिलार सेतबले अविभक्त कोरापुट जिलार रायगड़े गोटे होटेल रे मु विश्राम नहीं आंबागुड़ा जीवाई। क्लांत हो शोई पड़ी सेतबले कई लोक जनाशुना कहीं नथिले। मु अनेक माने भीषण भाव गभीर भाव चिंता करुची सनातन शब्दर अर्थ कौन? गीतार कहले सनातन स्वं पुरुषो मत में, कृष्ण को सनातन बोली कहगला। पुनश्च गीतार कहले आत्मा को सनातन बोली कहुई। तेरे सनातन शब्दर अर्थ कौन? राति चिंता करी करी सोई पड़ी। से स्वप्न रे कई जने कहूची सनातन शब्द बुझीपारू। सनातन शब्दर अर्थ होची शून्य। यहाँ रायगड़ार कौ होटेल मोर मने नाई, 20-25 वर्ष तलर कथा।
ସେଇଦିନ ଠାରୁ ସନାତନ ଶବ୍ଦକୁ ମୁଁ ଶୂନ୍ୟ ବୋଲି ଭାବେ। ସେଇ ଶୂନ୍ୟରେ କିଏ ଅଛନ୍ତି? ଶୂନ୍ୟ ଭିତରେ ସବୁ ଅଛି। ଆମେ କହୁଛୁ ଶୂନ୍ୟ, ଶୂନ୍ୟ କାହିଁ ଗୋଟେ ଶୂନ୍ୟ ଆଡ଼କୁ ଯାଉଛ? ଶୂନ୍ୟ ଭିତରେ ପ୍ରଥମ ସୂର୍ଯ୍ୟ ଅଛନ୍ତି, ଚନ୍ଦ୍ର ଅଛନ୍ତି, କୋଟି କୋଟି ଗ୍ରହ ତାରା ନକ୍ଷତ୍ରମାନେ ଅଛନ୍ତି। ଯାହାକୁ ଦେଖୁଛ ତମେ କହୁଛ ସେ ଉପରେ ଅଛନ୍ତି, ଉପରେ ନାହାନ୍ତି। ଇଏ ଯେଉଁ ପୃଥିବୀରେ ଆମେ ରହିଛୁ, ଇଏ ପୃଥିବୀ ମଧ୍ୟ ଶୂନ୍ୟରେ ରହିଛି। ଆଚ୍ଛା, ଯଦି ଆମେ ଶୂନ୍ୟରେ ରହିଛୁ, ତାହେଲେ ଶୂନ୍ୟରେ ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ନକ୍ଷତ୍ର ସମସ୍ତ ଧରି ପୃଥିବୀ ବି ଅଛି। ଯେ ପୃଥିବୀକୁ ଧାରଣ କରିଛି କିଏ? ଧର୍ମ ଶବ୍ଦର ଅର୍ଥ ହେଉଛି ଧାରଣ କରିବା। ବିଲେଇ ମା ଯେମିତି ବିଲେଇ ଛୁଆକୁ ପାଟିରେ କାମୁଡ଼ିକିରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇଯାଏ, ସେ ଯେଉଁ ପ୍ରକାର ଧର୍ମ, ସେମିତି ଆପଣ ଭାବୁଥିବେ ଆମେ ପୃଥିବୀରେ ଅଛୁ, ଇଏ ପୃଥିବୀଟିକୁ ଧାରଣ କରିଛି କିଏ? ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି। ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ଥିବାରୁ ସିଏ ପୃଥିବୀକି ଧାରଣ କରିଛନ୍ତି। ଏବଂ ଯେ ପର୍ଯ୍ୟନ୍ତ ମହାକର୍ଷଣ ଶକ୍ତି ଥିବ, ପୃଥିବୀ ଥିବ। ଯେଉଁଦିନ ମହାକର୍ଷଣ ଶକ୍ତି ନଷ୍ଟ ହେଇଯିବ, ପୃଥିବୀ ଧ୍ୱଂସ ହେଇଯିବ। ତେଣୁ ଧର୍ମର ଅର୍ଥ ହେଲା ଯିଏ ଧାରଣ କରେ। ତେବେ ଆଉ ଗୋଟିଏ କଥା ମଧ୍ୟ ଆମକୁ ଚିନ୍ତା କରିବାକୁ ପଡ଼ିବ। ଆପଣ ଦେଖନ୍ତୁ, ପଶୁକୁ କେହି ଟ୍ରେନିଂ ଦେଉନେଇ ଯେ ତମେ ଏଇଆ କର। ଯେମିତି ବିଲେଇ ମାଆକୁ କେହି ଟ୍ରେନିଂ ଦେଇନାହାନ୍ତି, ତୋ ଛୁଆକୁ ତୁ ନେଇକିରି ଯା। ମାଙ୍କଡ଼ ମାଆକୁ କେହି ଟ୍ରେନିଂ ଦେଇନେଇ, ରେ ମାଙ୍କଡ଼ ମା ତୋ ପିଲା ତତେ ଆଲିଙ୍ଗନ କରିବ, ତୁ ଏ ଡାଳରୁ ସେ ଡାଳକୁ ନେଇବୁ। ଗାଈଠାରୁ ବାଛୁରୀ ଜନ୍ମ ହେଲା, ସିଏ କ'ଣ ଟ୍ରେନିଂ ଦିଆହେଇଛି ବାଛୁରୀ ଗାଈଠୁ କ୍ଷୀର ପିଇବ? ଏଭଳିକି ଆମଠାରୁ ଯେଉଁ ଛୁଆ ଜନ୍ମ ହେଉଛନ୍ତି, ସେ ପିଲାମାନଙ୍କୁ କ'ଣ ଟ୍ରେନିଂ ଦିଆଯାଉଛି ଯେ ମାତୃସ୍ତନରୁ କ୍ଷୀର ଖାଅ? କିଛି ନାହିଁ। କୁକୁର ଏମିତି ବୋବେଇବ, ବାଘ ହିଂସା କରିବ, ବଳଦ ହଳ ବୁଲେଇବ, ଭାଲୁ ଏଇଆ କରିବ, ସିଂହ ଏଇଆ କରିବ। ଇଏ ସମସ୍ତ କଥା ହେଉଛି ଧର୍ମର କଥା। ଧର୍ମ ଶବ୍ଦର ମୂଳ ଅର୍ଥ ହେଉଛି କର୍ମ, କର୍ତ୍ତବ୍ୟ, ସେବା, ତ୍ୟାଗ, ପ୍ରେମ, ସଂଯମ। ମନେ କରାଯାଉ ଝିଅଟିଏ ଜନ୍ମ ହେଲା, ଝିଅର ଧର୍ମ କ'ଣ? କ'ଣ ଖାଲି ପାଠ ପଢ଼ିବ? ପାଠ ପଢ଼ିବ, ରୋଷେଇବାସ ଶିଖିବ। ପିତାମାତା ଯେଉଁଭଳି ଭାବରେ ତାକୁ ଶିକ୍ଷା ଦେବେ, ପିତାମାତା ଆଜିକାଲିର ପିତାମାତା କହିବେ ଝିଅଟା ପାଠ ପଢ଼ିଲା, ଶାଶୁଘରକୁ ଯିବ, ଯଦି ଶାଶୁଘରୁ ବିଦା କରିଦେବେ ତାହେଲେ ଆମର କେସ୍ କୁସା କରିଦେବୁ କିମ୍ବା ଯାହା କରିବୁ। ଏମିତି ଯେଉଁ କଥା, ଏମନ୍ତ କଥାରେ ସମାଜ ଚାଲିପାରିବ ନାହିଁ। ଝିଅକୁ ଉପଯୁକ୍ତ ଶିକ୍ଷା ଦେବା ହେଉଛି ଧର୍ମ। ଖାଲି ଝିଅଟି ଜନ୍ମ ହେଲା ବୋଲି ଯେ ତୁମେ ଭାବୁଥିବ ଯେ ଗୋଟେ ଆମର ବଡ଼ କଥା ସରିଗଲା, କେବେ ନୁହ। ସେ ରୋଷେଇ ଆପଣମାନେ, ମୋର ପିଲାଦିନର କଥା ମନେ ଅଛି, ଆମର ଯେଉଁମାନେ ଭଉଣୀ ହିସାବରେ ସବୁ ଥିଲେ, ଭଉଣୀ ମାଉସୀ ଇତ୍ୟାଦି, ସେମାନେ ରୋଷେଇବାସ ଶିଖୁଥିଲେ, କିନ୍ତୁ
ବିଭିନ୍ନ ପ୍ରକାର ହସ୍ତଶିଳ୍ପ କାମ ଶିଖୁଥିଲେ। କାହିଁ ଶିଖୁଥିଲେ? ତାଙ୍କୁ ଦିଆଯାଇଥିଲା ତମେ ଏ କାର୍ଯ୍ୟ କର। ଯଦି ଗୋଟିଏ ଝିଅ ଯେତେବେଳେ ଅନ୍ୟର ସ୍ତ୍ରୀ ହେଲା, ସିଏ ଯଦି ତାର ସ୍ୱାମୀକୁ ଭକ୍ତି ନ କଲା, ଭକ୍ତି କହିଲେ ଆପଣ କୁହନ୍ତୁ, ଭାବନ୍ତୁ ନାହିଁ ଯେ ଫୁଲ ଚନ୍ଦନର ସେ ପୂଜା। ଭକ୍ତି କହିଲେ ସେବା। ସିଏ ଯଦି କହିବ ମୁଁ କାହିଁ ସେବା କରିବି, ତାହେଲେ ସେ କ'ଣ ସ୍ତ୍ରୀ ହେବ? ସେଇଭଳି ଭାବରେ ପୁଅଟିଏ ଜନ୍ମ ହେଲା, ପୁଅକୁ ମଧ୍ୟ ବାପ ମାଙ୍କର ଶିକ୍ଷା ଦେବାର ଅଛି। ତୁ ଦିନେ ବିବାହ ହେବୁ, ତୋ ସ୍ତ୍ରୀ କି ଭଲ ପାଇବୁ, ଆମେ ଯେମିତି ତୋର ବାପ ମା, ସେମିତି ତୋ ସ୍ତ୍ରୀର ବାପ ମାଆଙ୍କୁ ମଧ୍ୟ ତୁ ବାପ ମାଆଙ୍କ ଭଳି ଶ୍ରଦ୍ଧା ସମ୍ମାନ ଦେବୁ। ଏ କଥା ଶିକ୍ଷା ପ୍ରକୃତରେ ଆଜିକାଲି କିଏ ଦେଉଛି କି? ନ ଦେବା ଦ୍ୱାରା ହେଉଛି କ'ଣ? କିଏ କହୁଛି ମୁଁ ଲଭ୍ ମ୍ୟାରେଜ୍ କରୁଛି, କିଏ କହୁଛି ମୁଁ ଆରେଞ୍ଜ ମ୍ୟାରେଜ୍ କରୁଛି, କିଏ କହୁଛି ମୁଁ ଇଣ୍ଟରନେଟ୍ ମ୍ୟାରେଜ୍ କରିଛି, କିଏ କହୁଛି ମୁଁ ରେଜିଷ୍ଟ୍ରି ମ୍ୟାରେଜ୍ କରିଛି। କିନ୍ତୁ ଦେଖିଲା ବେଳକୁ କେଉଁ ମ୍ୟାରେଜରେ ପତି ପତ୍ନୀର ପବିତ୍ର ସମ୍ପର୍କ ନାହିଁ। ଖୁବ୍ କ୍ୱଚିତ୍ ଅଛି, ସତ୍ୟ ବୁଡ଼ି ଯାଇନି, ସେ ରହିଛି। ତେଣୁ ସବୁବେଳେ ମନେ ରଖିବାକୁ ପଡ଼ିବ, ଧର୍ମ କହିଲେ କର୍ମ, କର୍ତ୍ତବ୍ୟ, ସେବା, ପ୍ରେମ, ସଂଯମ, ତ୍ୟାଗ, ଏଇଗୁଡ଼ାକ। ଆଉ ଗୋଟିଏ କଥା ଆଜି ବାୟା କହୁଛନ୍ତି ଯେ ସେ କଥାଟି ପଦଟି ପଢ଼ୁଛି, ମାନବ ଜୀବନ ନୁହଁ କେ ବର୍ଷ କର୍ମ ଜୀବନର ଇଏ ହେଉଛି କର୍ମ କରିବା ପାଇଁ ମନୁଷ୍ୟ ଏକମାତ୍ର ସାମର୍ଥ୍ୟ। ଇଏ ଗୋଟିଏ କଥା ଗଲା। ଆଉ ଗୋଟିଏ କଥା ହେଉଛି ନର ଦେହ ନୁହେଁ ବିଳାସ ଭୂ, ନର ତନୁ ହରି ଭଜିବା ପାଇ। ନର ଦେହ ବିଳାସ ଭୂ, ନର ତନୁ। ହେ ମଣିଷ, ହେ ପୁଅ ଝିଅ ମାନେ, ହେ ମୁରବୀ ମାନେ, ଆପଣମାନେ କର୍ମ, ଧର୍ମ କହିଲେ କର୍ମ, କର୍ତ୍ତବ୍ୟ, ସେବା, ଆକୁ ତ ମନେ ରଖିଲେ। ଆଉ ଗୋଟିଏ କଥାକୁ ଭଲ କରି ମନେ ରଖନ୍ତୁ, ଧର୍ମ କହିଲେ ତୁମେ କେବଳ ମଣିଷ, ଅନ୍ୟ କେହି ହେବେନି। ଯିଏ ହେବେ ସେଟା କାଁ ଭାଁ ହେବେ, ମଣିଷର ସଂସ୍ପର୍ଶରେ ଆସିଲେ ହେବେ। ଘଣ୍ଟ ବାଜିଲେ କୁକୁର ବୋବାନ୍ତି, ତାଙ୍କୁ କିଏ କହିଥିଲା ତୁ ବୋବେଇବୁ? ସେଇଟା ମଣିଷର ସଂସ୍ପର୍ଶରେ ଆପେ ଆପେ ଆସିବ। ଗୋଟିଏ ଷଣ୍ଢକୁ ଗୋଟିଏ ମା ପ୍ରତିମା ମ୍ୟାଡ଼ାମ ବୋଲି ଗାଇନିଂ ସ୍ପେଶାଲିଷ୍ଟ ଖାଇବାକୁ ରହୁଥିଲେ। ଯଦି ରୋଗୀମାନଙ୍କ ଚିକିତ୍ସାରେ ସେ ରହିକିରି ଭୁଲି ଯାଇଥାନ୍ତି, ଷଣ୍ଢଟି ଆସି ତାଙ୍କ ଗେଟ୍କୁ ମୁଣ୍ଡରେ ଏମିତି ବାଡ଼େଇବ, ଜଣେଇଦେବ ଯେ ଖାଇବା ବେଳ ହେଲା, ମୁଁ ଆସିଲି, ମୋତେ ଖାଇବାକୁ ଦେ। ସେ ମଣିଷର ସଂସ୍ପର୍ଶରେ ଅନେକ ପଶୁପକ୍ଷୀମାନେ ତାଙ୍କ ଆଚରଣ ବଦଳେଇଥାନ୍ତି। କିନ୍ତୁ ମଣିଷ ହେଉଛି ଗୋଟିଏ ଜୀବ, ସିଏ କର୍ମ କରେ, ସବୁ କରେ, କିନ୍ତୁ ଗୋଟେ ମହାନ କଥା କରେ, ଇଏ ସୃଷ୍ଟିର ଯିଏ ମାଲିକ, ଯିଏ ଅନନ୍ତ, ଅନନ୍ତ ହେଉଛନ୍ତି ଏ ସୃଷ୍ଟିର ମାଲିକ, ଯାହାକୁ ଆମେ ସର୍ବଶକ୍ତିମାନ ବୋଲି କହୁଛୁ,
ଯାହାକୁ ଆଲ୍ଲା ଗଡ଼ ହରି ଏମିତି କୁହାହେଉଛି ତାଙ୍କରି ଚିନ୍ତନ ଏକମାତ୍ର ମଣିଷ ହିଁ କରିପାରିବ, ଅନ୍ୟ କେହି କରିପାରିବେନି। ସେଥିପାଇଁ ସେ କହିଲେ ନର ଦେହନୁ ବିଳାସ ନର ଦେହ ଭାଗବତରେ ମଧ୍ୟ ସେଇ କଥା କହିଲେ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ତେଣୁ ମନୁଷ୍ୟ ସମସ୍ତଙ୍କ ପାଖରେ ଜ୍ଞାନ ଅଛି, ବୃକ୍ଷ ତରୁ ତୃଣ ଲତା ସବୁଠି ଜ୍ଞାନ ଅଛି, କିନ୍ତୁ ମନୁଷ୍ୟ ଭିତରେ ରହିଛି ଏକମାତ୍ର ଦିବ୍ୟ ଜ୍ଞାନ। ହଉ ସଜ୍ଜନ, ପବିତ୍ର କାର୍ତ୍ତିକ ମାସରେ ତ ସବୁଦିନ ତ ଏ କଥା ଚାଲିଛି ଚାଲିବ। ଆପଣମାନେ କାର୍ତ୍ତିକ ମାସରେ ଇଏ ପବିତ୍ର କଥାକୁ ଶୁଣୁଥିବାରୁ ଆପଣମାନେ ନିଶ୍ଚିତ ଆନନ୍ଦ ଲାଭ କରୁଥିବେ ଏବଂ କାର୍ତ୍ତିକ ମାସ ପରେ ମଧ୍ୟ ଚାଲିବ। ଏଠି ମୋର କାର୍ତ୍ତିକ ମାସରେ ଦୁଇଟି ଉତ୍ସବକୁ ମୁଁ ଗୁରୁତ୍ୱ ଦେଇଛି। ବାପା ବୋଉ ଉତ୍ସବ। ବାପାଙ୍କର ଦେହତ୍ୟାଗ ହୋଇଥିଲା କାର୍ତ୍ତିକ ପୂର୍ଣ୍ଣମୀରେ, ମୋ ବୋଉର ଦେହତ୍ୟାଗ ହୋଇଥିଲା ଛାଡ଼ଖାଇରେ ପୂର୍ଣ୍ଣମୀ ବାସୀ। ତେଣୁ ଏଇ ଦୁଇଟି ଦିନ ଏଠି ପ୍ରଥମ ଦିନ ପିତୃତର୍ପଣ ହେବ। କାର୍ତ୍ତିକ ପୂର୍ଣ୍ଣମୀ ଦିନ 11ଟାରୁ 12ଟା ପିତୃତର୍ପଣ ହେବ ଏବଂ 24 ଘଣ୍ଟିଆ ନାମ ହେବ ଏବଂ ଛାଡ଼ଖାଇ ଦିନ ମଧ୍ୟ ପିତୃତର୍ପଣ ହେବ, ମାତୃତର୍ପଣ ହେବ ଏବଂ ତା ସହିତ ଅଖଣ୍ଡ ନାମ ମଧ୍ୟ ସୀତାରାମ କୀର୍ତ୍ତନ ମଧ୍ୟ ହେବ। କେବଳ ଆପଣମାନେ ଭାବୁଥିବେ ମୋ ବାପା ମୋ ବୋଉଙ୍କ ପାଇଁ କରୁଛି, ତା ନୁହେଁ। ମୋ ପରିବାରର 4ଟି ବାପା 4ଟି ବୋଉ ଏବଂ ମୋର ଜେଜେ ଏବଂ ମା ଇଏ ସମସ୍ତଙ୍କ ପାଇଁ ଇଏ ଉତ୍ସବ ଦିନ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପିତୃତର୍ପଣ ହେବ ଏବଂ ଛାଡ଼ଖାଇ ଦିନ ମଧ୍ୟ ପିତୃତର୍ପଣ ହେବ। ତେଣୁ ଯେଉଁମାନେ ଚାହିଁବେ ଏହି ସମୟରେ ଦିନ 11ଟା ସୁଦ୍ଧା ପହଞ୍ଚିଲେ ପିତୃତର୍ପଣରେ ଯୋଗଦାନ କରିବେ। ପିତୃ କହିଲେ କେବଳ ମୋ ବାପା ନୁହନ୍ତି କି କାହାରି ବାପା ନୁହନ୍ତି, ପିତୃଗଣଙ୍କ ମଧ୍ୟ ମୁହିଁ ଅର୍ଜମା ନାମଟି ବୋଲାଇ। ତେଣୁ ଆପଣମାନେ ମଧ୍ୟ ସେ ତର୍ପଣ ଭିତରେ ବସି ସେଇ ଭଗବାନ ରୂପୀ ଅର୍ଜମାଙ୍କୁ ପ୍ରାର୍ଥନା କରିପାରିବେ ବା ନିଜ ପିତୃପିତାଙ୍କର କୁ ସ୍ମରଣ କରିପାରିବେ। ଜାଗ ହେ ଅନନ୍ତ ତୁମେ ଜାଗ ହେ